जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आम आस्ट्रो सेशन आरंभ करवा। आस्ट्रो सेशन क्रम आज आम नक्षत्र सीरीज पार्ट टाକୁ कंटिन्यू करवा। आज आम पढ़ा मूला नक्षत्र व्यक्ति माने जो कैरेक्टरिस्टिक्स विषय आम पढ़ा। मु कही रखे जितेबाला वैदिक जुगर आमर कौन एडवांस प्रेडिक्शन टेक्निक नथिला सेतेबेले नक्षत्र को बेस करके ही सब प्रकार प्रेडिक्शन करा जाउथला। ଯେତିକ ଦଶା ସିଷ୍ଟମ ମଧ୍ୟ ରହିଛି ସେଗୁଡାକ ନକ୍ଷତ୍ରକୁ ବେଶ କରିକି ରହିଛି। ତେଣୁ ଏଇଥିରୁ ଆମେ ଜାଣୁ ଯେ ନକ୍ଷତ୍ରର ଉପାଦେୟତା କେତେ। ଯେକୌଣସି ପ୍ଲାନେଟ ଯେକୌଣସି ଗ୍ରହ ଆପଣଙ୍କ କୁଣ୍ଡଳୀରେ ଯେକୌଣସି ଭାବରେ ବସିଥାଉ ନା କାହିଁକି ସେ ଗୋଟିଏ ନକ୍ଷତ୍ରରେ ବସିଥାଏ। ତେଣୁ ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଆମକୁ ଗୋଟେ ବ୍ରିଫ ଡେସ୍କ୍ରିପସନ ଜାଣି ରଖିବା ନିତାନ୍ତ ଆବଶ୍ୟକ। ସେଇ କ୍ରମରେ ଆଜି ଆମେ ମୂଳା ନକ୍ଷତ୍ର ପଢିବା। ମୂଳା ନକ୍ଷତ୍ରର ଦେବତା ହଉଛନ୍ତି ନିରୁତି, ଯିଏକି ସାଉଥ ୱେଷ୍ଟ ବାସ୍ତୁ ଅନୁସାରେ ଇଏ ହଉଛନ୍ତି ସାଉଥ ୱେଷ୍ଟ କର୍ଣ୍ଣର ଦେବତା। ସିଏ ଆକ୍ଚୁଆଲି ଜଣେ ରାକ୍ଷାସୁଣୀ, ଠିକ ଅଛି। କିନ୍ତୁ ତାଙ୍କୁ ଦେବତାର ତାଙ୍କୁ ଦିଆଯାଇଛି, ତାଙ୍କୁ ଭଗବାନ ନାରାୟଣଙ୍କ ଦ୍ଵାରା ଦାୟିତ୍ୱ ଦିଆଯାଇଛି ସାଉଥ ୱେଷ୍ଟ କର୍ଣ୍ଣର ପାଇଁ। ଏବଂ ମୂଳା ନକ୍ଷତ୍ରକୁ ନିରୁତି ଦେବୀ ନିରୁତି ରୁଲ କରନ୍ତି ଦେବତା ହିସାବରେ। ସିଏ ହଉଛନ୍ତି ମୂଳା ନକ୍ଷତ୍ରର ଦେବତା। ଦେଖନ୍ତୁ, ମୂଳା ନକ୍ଷତ୍ରକୁ ଗଛର ଚେର ଯେମିତି ଦେଖାଯାଏ, ମୂଳା ନକ୍ଷତ୍ରଟା ଦେଖିବାକୁ ସେମିତି। ଯଦି ଆମେ କହିବା ଗଛର ଚେରକୁ, ଏଟାକୁ ଟୁ ବି ଏକ୍ସାକ୍ଟ ଇଂଲିଶରେ ଆମେ ଯଦି ତାକୁ ଏକ୍ସପ୍ଲେନ କରିବା, ଆକୁ କହିବା ରେଟିକୁଲେଟେଡ ରୁଟ୍ସ। ରେଟିକୁଲେଟେଡ ରୁଟ୍ସ ବୋଲି କହିବା, ମାନେ ତାର ସିମ୍ବଲ, କାହାର ମୂଳା ନକ୍ଷତ୍ର ସିମ୍ବଲ ହଉଛି ଗଛର ଚେର। ଚେରଟା ଦେଖିବାକୁ ଯେମିତି ଏମିତି 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 ହେଇଥାଏ, ସେମିତି ରେଟିକୁଲେଟେଡ ରୁଟ୍ସ ହଉଛି ମୂଳା ନକ୍ଷତ୍ରର ସିମ୍ବଲ। ମୂଳା ନକ୍ଷତ୍ରକୁ କେତୁ ମହାରାଜ ରୁଲ କରନ୍ତି, କେତୁ ମହାଗ୍ରହ। ଧର୍ମ ଅର୍ଥ କାମ ମୁଖ୍ୟ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଅଛି, ମୂଳା ନକ୍ଷତ୍ର କାମ ପୁରୁଷାର୍ଥ ଖଣ୍ଡରେ ଆସୁଛି। ମନୁଷ୍ୟ ଦେବତା ରାକ୍ଷସର ତିନି ଗଣ ଅଛନ୍ତି, ମୂଳା ନକ୍ଷତ୍ର ରାକ୍ଷସ ଗଣରେ ଆସୁଛି। ମୂଳା ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ହଉଛି ବଚର। ବଚର ମାନେ ଯାହାକୁ କହନ୍ତି ଯୌନ ମାଂସ କଟାଳି, ବା ତାଙ୍କୁ କଣ କହିବା ଓଡିଆରେ, ଟୁ ବି ଏକ୍ସାକ୍ଟ ସେ ୱାର୍ଡ ଟା କଣ ମୁଁ ଭୁଲୁଛି, ଯୋଉ କଂସେଇ ବୋଲି କହିପାରିବା। ବଚର ମାନେ କଂସେଇ ଯିଏ। ମୂଳା ନକ୍ଷତ୍ର ର ନିଜସ୍ୱ କ୍ୟାରେକ୍ଟରିଷ୍ଟିକ୍ସ ହଉଛି ଇଏ ବାୟୁ ତତ୍ଵର ନକ୍ଷତ୍ର। ଏ ବାୟୁ ତତ୍ଵକୁ ରିପ୍ରେଜେଣ୍ଟ କରେ। ଯୋଉ ତ୍ରିମୂର୍ତ୍ତି ଆମର ଅଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ଵର, ମୂଳା ନକ୍ଷତ୍ରକୁ ରୁଲ କରନ୍ତି ବ୍ରହ୍ମା। ଏବଂ ଯୋଉ ପ୍ରାଣୀ ମୂଳା ନକ୍ଷତ୍ରକୁ ରୁଲ କରେ, ମାନେ ରିପ୍ରେଜେଣ୍ଟ କରେ, ସେ ପ୍ରାଣୀଟି ହଉଛି କୁକୁର। ଏବଂ ଯୋଉ ପକ୍ଷୀଟି ମୂଳା ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ସେ ହଉଛି ନାଲି କଲରର ଶାଗୁଣା, ଯାହାକୁ ଆମେ ଓଡିଆରେ କହୁ ମାଟିଆ ଶାଗୁଣା ବୋଲି ମଧ୍ୟ। ଟିକେ ରେଡିଶ ଦେଖିବାକୁ ସେ। ଏବଂ ଯୋଉ ଗଛ ମୂଳା ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ସେ ହଉଛି ଗୁଗୁଳ ଗଛ, ଯୋଉଥିରୁ ଧୂପ କାଠି ହେରିକା ତିଆରି କରାଯାଏ। ଯଦି କୌଣସି ଲୋକ ମୂଳା ନକ୍ଷତ୍ରରେ ଜନ୍ମ ହୋଇଥାଏ, ତାହେଲେ ତାର ନାଁର ଆଦ୍ୟ ଅକ୍ଷର ଇଏ, ୟୋ ବା ବି ଏଇଭଳି ରଖିବାକୁ ହୁଏ। ଆଜିର ସେସନରେ ଆମେ ମୂଳା ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଜାଣିଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।